ମୁଁ ତ ନଥିଲା କିଛି ହବନି ଯୋଉ କଛାଟା ଧରି ଚାଲିବେ ତାଙ୍କ ଭଳିଆ ଚାଲିବା କେହି ନାହିଁ। ଆଉ ମତେ ମୋ ମା ପାଇଥିଲା। ମୁଁ ମାଆକୁ ବୋଧେ ପଚାରିକି ଆଇଲେ ତମକୁ ଜଣେଇବି ପ୍ରକୃତରେ ମୁଁ ଗୁଲୁଆ ଭାଇଙ୍କ ଭାଇ କି କଣ ମୁଁ ବି ଏପର୍ଯ୍ୟନ୍ତ ଜାଣିନି। ମୁଁ ମାଆକୁ ପ୍ରଶ୍ନ ପଚାରିକି ଆଇଲେ ଯାଇ ଜଣେଇବି ଆଉ। ମୋ ଫୋନ୍ ଥରେ ଫୋନ୍ ଆଇଲା ମୁଁ ଫୋନ୍ ଉଠେଇଲା ଗୁଲୁ ଭାଇ ଫୋନ୍ କରି କହୁଛନ୍ତି ଆରେ କଣ ମୋ ଭ୍ୟୁ ମାନେ ଚେହେରାରେ ତୁ ଏତେ ଭ୍ୟୁ ନେଇଗଲୁଣି। ମୁଁ କନଫ୍ୟୁଜ୍ ହେଇଗଲି ଗୁଲୁ ଭାଇ ନା କିଏ ଦେଖିଲା ସତରେ ଗୁଲୁ ଭାଇ। ଯେତେବେଳେ ଗୁଲୁ ଭାଇଙ୍କର ବର୍ଷାଙ୍କର ଯେତେବେଳେ ଜୋରସୋର ଝଗଡ଼ା ହେଇଥିଲା ସେତେବେଳେ ଗୋଟେ ଜାଗାରେ ମୁଁ ଯାଇଥିଲି ଭାଇଙ୍କ ସାଙ୍ଗରେ ଜଣଙ୍କ ସାଙ୍ଗରେ ଠିଆ ହେଇଥିଲି ବର୍ଷା ମ୍ୟାଡ଼ାମ୍ ସାଡ଼ୁ ଆଇଛନ୍ତି ସିଏ କନଫ୍ୟୁଜ୍ ହେଇଗଲେ ଏ ମୋ ଦିହର କ'ଣ ଏଠି ଠିଆ ହେଇଛି ସେ ମୋତେ 10 ମିନିଟ୍ ଖଣ୍ଡେ ଏମିତି ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଅନେଇଲେ ମୋତେ ଭୟ ଲାଗିଲା କାଳେ ମୋତେ ଶୋଧିଦେବେ କି ମୁଁ ପଛୁଆ ପଳେଇ ଆସିଲି ନା ଗୁଲୁଆ ପୁଣି ଯେଉଁ କହୁଛନ୍ତି କଣ୍ଟ୍ରୋଭର୍ସି ଅଛି ନା ଗୁଲୁଆ ଭାଇ ସମସ୍ତଙ୍କୁ ଜଣେଇଦେବେ ମୋ କଣ୍ଟ୍ରୋଭର୍ସି ଭିତରେ ଆଉ ଗୋଟେ ଜୁନିୟର ଗୁଲୁଆ ବାହାରିଲାଣି ଆସ 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 ସନ୍ଧ୍ୟାବେଳେ ଆଡ଼େ ଟିକେ ଘରକୁ ଆସ ସେଇଠି କଥା ହବା ଆସ ଆସ ମତେ ଲାଗୁଛି ଗୁଲୁଆ ଭାଇଙ୍କର ବୋଧେ ପାଖାପାଖି ଯେତେବେଳେ ଜନ୍ମ ହେଇଥିଲେ ତାର 2-3 ବର୍ଷ ପରେ ବୋଧେ ତାଙ୍କର ଗୋଟେ କିଏ ଭାଇ ହଜି ଯାଇଥିଲା ନା କହ ଆଉ ମତେ ମୋ ମା ପାଇଥିଲା। ମୁଁ ମାଆକୁ ବୋଧେ ପଚାରିକି ଆଇଲେ ତମକୁ ଜଣେଇବି ପ୍ରକୃତରେ ମୁଁ ଗୁଲୁଆ ଭାଇଙ୍କ ଭାଇ କି କଣ ମୁଁ ବି ଏପର୍ଯ୍ୟନ୍ତ ଜାଣିନି। ମୁଁ ମାଆକୁ ପ୍ରଶ୍ନ ପଚାରିକି ଆଇଲେ ଯାଇ ଜଣେଇବି ଆଉ। ଲୋକଙ୍କ ମନରେ ସନ୍ଦେହ ହେଉଛି ଆପଣ ଡୁପ୍ଲିକେଟ ଗୁଲୁଆ ଭାଇ ନୁହନ୍ତି ତ? ହଁ ତାଙ୍କର ମୋର ତ ମାକ୍ସିମମ୍ ମିଶିଯାଏ ସେଥିପାଇଁ ମୋତେ ଲାଗୁଛି ବୋଧେ ଗୁଲୁଆ ଭାଇଙ୍କର ଭାଇ ଭାଇ ଜାଆଁଳା ଭାଇ କ'ଣ ଭାଇ ତ ମା ପେଟର ଭାଇ ହଁ ନା ଆମର କଣ୍ଟ୍ରୋଭର୍ସି ଭାଇଙ୍କର ମୋର ହବନି କାହିଁକିନା ଭାଇ ଭଲ ଭାବରେ ମୋତେ ଜାଣିଛନ୍ତି ମୁଁ ତାଙ୍କୁ ଭଲ ଭାବରେ ଜାଣିଛି। ହଁ ଏଇ ଯେଉଁ ମିଡ଼ିଆ ଭାଇମାନେ ଏମିତି ଭିଜୁଆଲ୍ କଲେ ଯେ ମୋ ଫୋନ୍ ଥରେ ଫୋନ୍ ଆଇଲା ମୁଁ ଫୋନ୍ ଉଠେଇଲା ଗୁଲୁ ଭାଇ ଫୋନ୍ କରି କହୁଛନ୍ତି ଆରେ କଣ ମୋ ଭ୍ୟୁ ମାନେ ଚେହେରାରେ ତୁ ଏତେ ଭ୍ୟୁ ନେଇଗଲୁଣି। ମୁଁ କନଫ୍ୟୁଜ୍ ହେଇଗଲି ଗୁଲୁ ଭାଇ ନା କିଏ ଦେଖିଲା ସତରେ ଗୁଲୁ ଭାଇ। ମୁଁ ବହୁତ ଖୁସି ଅଛି ଯାହା ହଉ କିଛି ମାତ୍ରାରେ ଗୁଲୁ ଭାଇଙ୍କ ଫେସ୍ରେ ଆଜି ଓଡ଼ିଶାର କିଛି ଲୋକ ମୋତେ ଚିହ୍ନି ପାରୁଛନ୍ତି। ଆଉ ଗୁଲୁ ଭାଇ ଯେଉଁ ଟିକେ ବେଶୀ ଟିକେ ମଜାଳିଆ କରିଦିଅନ୍ତି ମୁଁ ଟିକେ ହାଲକେଇକି ମାରିଦିଏ ଆଉ। ହଁ ଗୁଲୁ ଭାଇ ଜାଣିଲେଣି ଗୋଟେ ବଡ଼ ଆଶ୍ଚର୍ଯ୍ୟ କଥା ଆପଣ ବିଶ୍ୱାସ କରିବେନି ଯେତେବେଳେ ଗୁଲୁ ଭାଇଙ୍କର ବର୍ଷାଙ୍କର ଯେତେବେଳେ ଜୋରସୋର ଝଗଡ଼ା ହେଇଥିଲା ସେତେବେଳେ ଗୋଟେ ଜାଗାରେ ମୁଁ ଯାଇଥିଲି ଭାଇଙ୍କ ସାଙ୍ଗରେ ଜଣଙ୍କ ସାଙ୍ଗରେ ଠିଆ ହେଇଥିଲି ବର୍ଷା ମ୍ୟାଡ଼ାମ୍ ସାଡ଼ୁ ଆଇଛନ୍ତି ସିଏ କନଫ୍ୟୁଜ୍ ହେଇଗଲେ ଏ ମୋ ଦିହର କ'ଣ ଏଠି ଠିଆ ହେଇଛି ସେ ମୋତେ 10 ମିନିଟ୍ ଖଣ୍ଡେ ଏମିତି ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଅନେଇଲେ ମୋତେ ଭୟ ଲାଗିଲା କାଳେ ମୋତେ ଶୋଧିଦେବେ କି ମୁଁ ପଛୁଆ ପଳେଇ ଆସିଲି ଏମିତି ଗୋଟେ ଘଟଣା ଭୁବନେଶ୍ୱରରେ ଘଟିଥିଲା। ତାପରେ ପଛରେ ସିଏ ବୋଧେ ଜାଣିପାରିଲେ ନା କ'ଣ 2-3 ଖଣ୍ଡେ ଦେଖା ହେଲେଣି ସେ ଆଉ ସେ ବିଷୟରେ କିଛି ଡିସ୍କସନ୍ କରିନାହାନ୍ତି କିନ୍ତୁ ସେଇ ପ୍ରଥମ ଥର ଯେତେବେଳେ ଦେଖିଦେଲେ ସେ ଭାବିଥିଲେ ମୋର ଗୋଟେ ଦିଅର କିଏ ଅଛି ଆଉ ଗୁଲୁ ଭାଇ ଯଦି କିଛି ନ କରିପାରନ୍ତି ଇଏ ବୋଧେ କିଛି କରିବ ଆଉ। ନା ଗୁଲୁଆ ଭାବିଲେ ତ ଆହୁରି କେତେ କ'ଣ ହେଇଯାଇଥାନ୍ତା ଗୁଲୁଆ ଭାବି ନାହାନ୍ତି। ମୋର ଗୁଲୁଆ ଭାଇ ବେଶୀ ଭଲ ନା ଆଉ କାରଣ ଯେହେତୁ ଗୁଲୁଆ ଭାଇଙ୍କ ଫେସ୍ ମୋର ତ ବର୍ଷା ଫେସ୍ ନାହିଁ ନା ଗୁଲୁଆ ଭାଇଙ୍କ ଫେସ୍ ତ ଗୁଲୁଆ ଭାଇଙ୍କୁ ଫେସ୍ ଯେହେତୁ ଗୁଲୁଆ ଭାଇଙ୍କ ସହ ପରିଚିତ ଗୁଲୁଆ ଭାଇଙ୍କ ସାଙ୍ଗରେ ମୁଁ ଅଛି ସବୁବେଳେ। ବର୍ଷା ସାଙ୍ଗରେ କେମିତି ପଡ଼ିବ ଭାଇଙ୍କ ସାଙ୍ଗରେ ତାଙ୍କର ଝଗଡ଼ା ହେଇଯାଇଛି ଭାଇ ନା ଆଉ ସେ ନା ଭାଇର ପଡ଼ିବନି ମାନେ ମୋର କେମିତି ପଡ଼ିବ ଭାଇ ବର୍ତ୍ତମାନ ଯାହାକୁ ବାହାବେ ମୁଁ ବି ତାକୁ ଅଧା ବାହାରିଲି ମାନେ କୁହାଯାଏ ନା ଭାଇର ଭାଉଜ ମାନେ ମା ସମାନ କିନ୍ତୁ ଆମର ଭାଇଙ୍କର ମୋର ଗୁଲୁଆ ଭାଇଙ୍କର ମୋର ଗୋଟିଏ କଥା ଭାଉଜ ମାନେ ମା ସମାନ ଭାଉଜ ମାନେ ପ୍ରେମିକ ସମାନ। ସେଇଟା ମୋତେ ଲାଗୁଛି ମେଡ଼ିକାଲରେ ଟେଷ୍ଟ କରିବାକୁ ପଡ଼ିବ ଓଠଟା ଟେଷ୍ଟ କରିବାକୁ ପଡ଼ିବ ମୋତେ ଲାଗୁଛି ଯେତେବେଳେ ଜନ୍ମ ହେଇଥିଲେ ତାଙ୍କର ମାଆଙ୍କ ଓଠ ବୋଧେ ଉପରେ ରହିଲା ବାପାଙ୍କ ଓଠ ବୋଧେ ମୋର ରହିଗଲା ଆଉ। ଆଖି ଯଦି ଆପଣ ଯେମିତି କହିଲେ ମୋତେ ଲାଗୁଛି ଗୁଲୁ ଭାଇକି ଠିଆ କରି ତାଙ୍କ ଆଖି ମୋ ଆଖି ଜଏଣ୍ଟ କରି ମାପିବାକୁ ପଡ଼ିବ ଯେମିତି ଦେଖିଲା ମାନେ ଆପଣ କହୁଛନ୍ତି ଯେମିତି ତା ଆଖି ମୋ ଆଖି ମିଶି ଯାଉଛି ନ ଠିଆ ହେଲେ ଜାଣିପାରିବିନି ଗୋଟେ ଥର ଗୁଲୁ ଭାଇକି ଠିଆ କରି ତାଙ୍କ ଆଖି ମୋ ଆଖି ମାପିବାକୁ ପଡ଼ିବ ଆକ୍ଚୁଆଲି ଠିକ୍ ମିଶୁଛି ନା ନାହିଁ। ଗୁଲୁଆ ଭାଇ ଯଦି ଦେଖୁଛ ଖାଲି ଗୋଟିଏ ଜିନିଷ ମିଡ଼ିଆ ମାଧ୍ୟମରେ କହିବି ଆଉ ମୁଁ ବି ହାଲକେଇ ଫୁଲକେଇ ଟିକେ କମେଡ଼ି କରିବାକୁ ଚାହୁଁଛି ଆଉ ତମେ ବି ଫୋନ୍ କରିଥିଲ କହିଥିଲ ଗୋଟେ ଅଫର୍ ଦେବ ଥରେ ଯଦି ଅଫର୍ ଦେଇ ଦୁଇ ଭାଇଙ୍କୁ ଆସିକି ଆଣିବା ନା କଚା କଚ ମାର୍କେଟ ଘାଣ୍ଟି ଦେବା ଖାଲି ଦୁଇ ଭାଇ ଆସିଲା ମାନେ ମାର୍କେଟ ନିଶ୍ଚିନ୍ତ ଭାବରେ ମାର୍କେଟକୁ ଘାଣ୍ଟି ଦେବୁ ଦୁଇ ଭାଇ ମାନେ କନଫ୍ୟୁଜ୍ ଲୋକ ହେଇଯିବେ ନା ଗୁଲୁଆ ପୁଣି ଯେଉଁ କହୁଛନ୍ତି କଣ୍ଟ୍ରୋଭର୍ସି ଅଛି ନା ଗୁଲୁଆ ଭାଇ ସମସ୍ତଙ୍କୁ ଜଣେଇଦେବେ ମୋ କଣ୍ଟ୍ରୋଭର୍ସି ଭିତରେ ଆଉ ଗୋଟେ ଜୁନିୟର ଗୁଲୁଆ ବାହାରିଲାଣି। ଗୁଲୁଆ ଭାଇକି ମୁଁ ବହୁତ ଭଲ ପାଏ କାହିଁକିନା ଗୁଲୁଆ ଭାଇ ମାନେ ପ୍ରକୃତରେ ଆକ୍ଚୁଆଲି ତାଙ୍କର ଭାଷା ଅବଶ୍ୟ ଟିକେ ସ୍ଲାଙ୍ଗସ୍ ୟୁଜ୍ କରନ୍ତି କିନ୍ତୁ ପ୍ରକୃତରେ ଓରିଜିନାଲ କମେଡ଼ି ତାଙ୍କର ମୋତେ ଲାଗେ
କମେଡ଼ିଆନ୍ ଅଛନ୍ତି କିନ୍ତୁ ଏବେକା ଟ୍ରେଣ୍ଡିଂ କମେଡ଼ିଆନ୍ ସିଏ ଦେଖନ୍ତୁ ସିଏ ମୁଁ କହୁଛି ଏତେ କଳାକାର ଅଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ଖାଲି ସେ ଚାଲିଯିବେ ମୁଁ ତ ନଥିଲା କିଛି ହବନି ଯୋଉ କଛାଟା ଧରି ଚାଲିବେ ତାଙ୍କ ଭଳିଆ ଚାଲିବା କେହି ନାହିଁ ଖାଲି ଗୋଟିଏ ଚାଲି ଦେଇଯିବେ ବିଧବା ମହିଳା ଯଦି କାନ୍ଦୁଥିବ ଆଗେ ହସିଦେବ ପେଟରେ ଯଦି ପିଲା ହେଇଥିବ ସେ କାନ୍ଦୁ ହଉଥିବ ସିଏ ବି ଏମିତି ହସିଦେବ କାରଣ ତାଙ୍କ ସିନେମା ଗୋଟେ ଅଛି ଟ୍ୟାଲେଣ୍ଟ ତାଙ୍କ ପାଖରେ ଭାଇ ପାଖରେ। ହୁଁ ଗୁଲିଆ ଭାଇଙ୍କ ଡାଇଲଗ୍ ତ ମୋର ମିଶିବନି ଆଉ କିନ୍ତୁ ମୋର ଗୋଟିଏ ଡାଇଲଗ୍ ତାଙ୍କର ବେଶୀ ପସନ୍ଦ ଲାଗେ ଆସ 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 ସନ୍ଧ୍ୟାବେଳେ ଆଡ଼େ ଟିକେ ଘରକୁ ଆସ ସେଇଠି କଥା ହବା ଆସ ଆସ ଏଗୁଟା ଟିକେ ମୋତେ ବେଶୀ ପସନ୍ଦ ଲାଗେ। ଡାଇଲଗ୍ ଅଛି ସବୁ ଅଛି କିନ୍ତୁ ତାଙ୍କ ଭଏସ୍ଟା ମୁଁ କ'ଣ ଅରିଜିନାଲ୍ କରିପାରିବି ଅରିଜିନାଲ୍ କରିପାରିବିନି କିନ୍ତୁ ତାଙ୍କୁ ଟିକେ ଫଲୋ ଆଉ ଗୋଟେ ଆପଣଙ୍କ ମିଡ଼ିଆ ମାଧ୍ୟମରେ ଗୋଟେ କଥା କହି ରଖୁଛି ଯଦି ବି ଏବେ ଜଗତସିଂହର ତୀର୍ତ୍ତୋଳ ଲୋକ କିଏ ଦେଖୁଥିବେ ସେ ଠିକ୍ ଜାଣିପାରୁଥିବେ ବିଗତ 4-5 ବର୍ଷ ତଳେ ମୋତେ ଗୋଟେ ସାଙ୍ଗଟା ଗୁଲୁଆ ଭଳିଆ ପୁରା ଡାଇରେକ୍ଟ ଫେସ୍ କଟିଂ ତ ମୋର ଅଛି ସେମିତି ଭାଇଙ୍କ ଭଳିଆ ଚୁଟି କାଟିଦେଲା ଦାଢ଼ି କାଟିଦେଲା ଧୋତି ଖଣ୍ଡେ ପିନ୍ଧେଇଦେଲା ଜାମା ପିନ୍ଧେଇଲା ପୁରା ମେକଅପ୍ ଫେକଅପ୍ ଦେଇଦେଲା ସେଠି ଆନାଉନ୍ସ କରିଦେଲା ଗୁଲୁଆ ଆଉଛନ୍ତି। ଆପଣ ବିଶ୍ୱାସ କରେନି ଭିଜୁଆଲ୍ ଫୁଟେଜ୍ ବି ମୋ ପାଖରେ ଅଛି ମୁଁ ଯେତେବେଳେ ଷ୍ଟେଜ୍କୁ ମୁଁ ପାଖାପାଖି 15 ଦିନ କଣ୍ଟିନ୍ୟୁ ତାଙ୍କ ଭିଡ଼ିଓକୁ ଦେଖୁଥିଲି ସେ କେମିତି କ'ଣ କରୁଛନ୍ତି 15 ଦିନ କପି କରିସାରିଲା ପରେ ଯେତେବେଳେ ଷ୍ଟେଜ୍କୁ ଚଢ଼ିଗଲି ବିଶ୍ୱାସ କରେନି ପାଖାପାଖି 700-800 ଝିଅ ପିଲା ମୋ ଚାରିପଟେ ଠିଆ ହେଇଗଲେ ଗୁଲୁଆଇ ସେଲ୍ଫି ମୁଁ ସେତେବେଳେ ମୋ ଛାତି ଆହୁରି 1.5 ଇଞ୍ଚ ଫୁଲିଗଲା ମୁଁ କହିଲି ଗୁଲୁଆଇ ମାନେ କ'ଣ କପି କଲି ବୋଲି ଗୁଲୁଆଇ ହେଇଗଲି ନା କେହି ଜାଣିପାରିଲେନି ପ୍ରୋଗ୍ରାମ୍ ସରିଲା ପର୍ଯ୍ୟନ୍ତ ବି କେହି ଜାଣିପାରିଲେନି ତାଙ୍କ ନାଚ ଖାଲି ଡାଇଲଗ୍ଟା କହିପାରୁନଥିଲି କାହିଁକିନା ମିଶୁନଲା ନାଚ ଫାଚ ସବୁ ତାଙ୍କ ଚାଲିଚଳନ ସବୁ କରିଥିଲି ପ୍ରୋଗ୍ରାମ୍ କରି ପଇସା ନେଇ ବି ଲୋକ ଜାଣିପାରିଲେନି ଆସିଲା ବେଳେ କିଛି ଲୋକ ଜାଣିଦେଲେ କହିଲେ ଟିକେ କ'ଣ କଳା ଦେଖାଯାଉଛି ମୁଁ କହିଲି ହଁ ନାଇଁ ମୁଁ ଆକ୍ଚୁଆଲି ଗୁଲୁଆ ନୁହେଁ ସେଇଠି ଟିକେ କଲର୍ରୁ ଜଣା ପଡ଼ିଗଲା ହଁ ନାଇଁ ସେଇଟା କହିଲିନି କି ସେଇଠି ଟିକେ ଧରା ପଡ଼ିଗଲି ନହେଲେ ପୁରା ପ୍ରୋଗ୍ରାମ୍ ଶେଷ ପର୍ଯ୍ୟନ୍ତ କେହି ଲୋକ ଜାଣିପାରିଲେନି ଗୁଲୁଆ ବୋଲି ଯଦି ଏବେ ଜଗତସିଂହର ତୀର୍ତ୍ତୋଳ ଲୋକ କିଛି ଦେଖୁଥିବେ ତାହେଲେ ନିଶ୍ଚିତ ଭାବରେ ଜାଣିପାରୁଥିବେ ଗୋଟେ ପ୍ରୋଗ୍ରାମ୍ରେ ମୁଁ ଯାଇଥିଲି ଜୁନିୟର ଗୁଲୁଆ କିନ୍ତୁ କେହି ଜାଣିନାହାନ୍ତି ସମସ୍ତେ ଭାବୁଥିଲେ ମୁଁ ଗୁଲୁଆ ସମସ୍ତେ ମୋ ସାଙ୍ଗରେ ବହୁତ ଜଣ ସେଲ୍ଫି ବି ନେଇଛନ୍ତି।